ହ୍ୟାଲୋ ପିଲାମାନେ, ଆଜି ଆମେ ଗୋଟେ ଭଲ ଟପିକ୍ ବିଷୟରେ ଆଲୋଚନା କରିବାକୁ ଯାଉଛେ। କ'ଣ ଆପଣମାନେ ଜାଣିଛନ୍ତି କି ଗାନ୍ଧିଜୀଙ୍କର ପ୍ରଥମ ସଫଳ ସତ୍ୟାଗ୍ରହ କେଉଁଠି ହୋଇଥିଲା? ଆଚ୍ଛା, 1917 ମସିହାରେ ବିହାରର ଚମ୍ପାରଣ ଚାଷୀମାନଙ୍କୁ ଜବରଦସ୍ତି ନୀଳ ଚାଷ କରିବାକୁ ବାଧ୍ୟ କରାଯାଉଥିଲା। ଆଚ୍ଛା, ନୀଳ ଚାଷକୁ ଜବରଦସ୍ତି କରିବା ଦ୍ୱାରା କ'ଣ ହେଉଥିଲା? ଯେଉଁଥିରେ ଜମିର ଉର୍ବରତା କମି ଯାଉଥିଲା। ଏଥିରେ ଚାଷୀମାନେ ବହୁତ କଷ୍ଟ ପାଉଥିଲେ। ସେ ସମୟରେ ଜଣେ ଚାଷୀ ଯାହାଙ୍କ ନାମ ରାଜକୁମାର ଶୁକ୍ଳା ଗାନ୍ଧିଜୀଙ୍କୁ ଚମ୍ପାରଣ ଡାକିଥିଲେ। ଗାନ୍ଧିଜୀ ଚାଷୀମାନଙ୍କ ସମସ୍ୟା ଶୁଣିଲେ ଏବଂ ଅହିଂସା ମାର୍ଗରେ ଆନ୍ଦୋଳନ ଆରମ୍ଭ କଲେ। ଶେଷରେ ବ୍ରିଟିଶ ସରକାର ଚାଷୀମାନଙ୍କ ଦାବିକୁ ମାନିବାକୁ ବାଧ୍ୟ ହେଲେ। ଏହାକୁ ଆମେ ସଂକ୍ଷିପ୍ତରେ ଚମ୍ପାରଣ ଆନ୍ଦୋଳନ ବୋଲି କହୁ। ତେଣୁ ଏହି ସର୍ଟସରୁ ଆମେ ଜାଣିଲେ ଯେ ଚମ୍ପାରଣ ଆନ୍ଦୋଳନ ସମଗ୍ର ଦୁନିଆକୁ ଦେଖାଇଲା ସତ୍ୟ ଓ ଅହିଂସା ହିଁ ସବୁଠାରୁ ବଡ଼ ଶକ୍ତି। ତ ଏହିଭଳି ଇନଫର୍ମେଟିଭ୍ ସର୍ଟସରୁ ଇନଫର୍ମେସନ୍ ପାଇବାକୁ ଚାହୁଁଥିଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହିଲି, ଧନ୍ୟବାଦ।